ଦେଖନ୍ତୁ ପ୍ରଥମେ ବିଜେଡି ଦଳ ଦରମା ବଢ଼ାଇବା କଥା କହିଲା ଏବଂ ଦରମା ବଢ଼ାଇବା କଥା ଯେତେବେଳେ କହିଲା ବିଶେଷ କରି ପ୍ରମିଳା ମଲ୍ଲିକ ଏବଂ ଆମର ଆଳି ବିଧାୟକ ସେମାନେ ସବୁ ସରକାରକୁ ବାରମ୍ବାର କହିଲେ ଯେ ଦରମା ବଢ଼ାଅ। ତ ଦରମା ବଢ଼ାଗଲା ପରେ ଆପଣମାନେ ଆମକୁ ଆକ୍ରମଣ କଲେ। ଆକ୍ରମଣଟା ସ୍ୱାଭାବିକ କି ଜଣେ ପଲିଟିକାଲ ଲୋକର ଦରମା ବାଢ଼ିଲେ ସମସ୍ତଙ୍କୁ ଜେଲସ୍ ହେବ, ଏଇଟା ସ୍ୱାଭାବିକ। କିନ୍ତୁ ଆମେ କେତେ ଖର୍ଚ୍ଚ କରୁଛୁ, କ'ଣ ଖର୍ଚ୍ଚ କରୁଛୁ? ଯଦି ଜଣେ ଆସିକିରି ଆମ ଘରେ ସାମ୍ବାଦିକ ଜଣେ ବସନ୍ତା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମାସେ ପରେ ମୁଁ ଆହ୍ୱାନ ଦେଉଛି ଯେ ଯେଉଁମାନେ ସାମ୍ବାଦିକତା କରୁଛନ୍ତି ଆମ ବିରୁଦ୍ଧରେ ଲେଖିଲେ ସେମାନେ ମାସେ ଆମ ଘରେ ବସିବେ। ଆମେ କେତେ ଟଙ୍କା ଖର୍ଚ୍ଚ କରୁଛୁ ଆଉ ସରକାରଠୁ କେତେ ଟଙ୍କା ପାଉଛୁ ଆଉ କ'ଣ କରୁଛୁ ନ ଜାଣିଲେ କେମିତି ହେବ? ମୁଁ ତ ପ୍ରଥମରୁ ଦରମା ବଢ଼ାଇବାର ବିପକ୍ଷରେ ଥିଲି, କାରଣ ଏମିତିଆ ହେବ ବୋଲି ମୁଁ ଜାଣିଥିଲି। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ବିଜେଡ଼ି ଦଳ ୟୁ ଟର୍ନ ନେଇଗଲା ଆଉ ସେମାନେ ଦରମା ନେବୁନି ବୋଲିକରି ଗୋଟେ ଲେଖା ଦେଇଦେଲେ। ତ ଗଭର୍ଣ୍ଣମେଣ୍ଟ ଅପୱାର୍ଡ଼ରେ ପଡ଼ିଗଲା, କାରଣ ଏଇଟା ସର୍ବସମ୍ମତି ପ୍ରସ୍ତାବ ଥିଲା। ତ ଆମେ ସେ ରାମଚନ୍ଦ୍ର କଡ଼ାମ ଯାହା କହୁଛନ୍ତି ସେଇଟା ଠିକ୍ ହେଇପାରେ, ତାକୁ ଅନ୍ୟ ରାଜ୍ୟରେ କ'ଣ କରିଛନ୍ତି ଚାଲାକି କରିଛନ୍ତି। ଡ୍ରାଇଭର ଦରମା 20,000, ଆପଣଙ୍କର ଗୋଟିଏ ପି ତାର ଦରମା 20,000, ଗୋଟିଏ ପର୍ସନାଲ ଆସିଷ୍ଟାଣ୍ଟ ଯିଏକି ତାଙ୍କୁ ନିଆ ଅଣା କରିବ ତା ଦରମା 20,000, ଏମିତି କରିଦେଇଛନ୍ତି। ଆମର ଏଠି କ'ଣ କଲେ ନା ସବୁ ଗୁଡ଼ାକ ଦରମାରେ ମିଶାଇ ଦେଲାରୁ ଆପଣମାନେ ପ୍ରତିକ୍ରିୟା କଲେ। କ'ଣ ହେବ ବର୍ତ୍ତମାନ? ସରକାର ପଚାରନ୍ତୁ, ମୁଁ ତ ସରକାର ନୁହେଁ ନା। ଆପଣ ଜଣେ ବିଧାୟକ ହିସାବରେ କ'ଣ କହିବେ? ବିଧାୟକର କ'ଣ ଭ୍ୟାଲ୍ୟୁ ଅଛି? ସରକାର କ'ଣ ଚାହୁଁଛନ୍ତି ସେଟା ହେବ ନା। ଆପଣ ଅକଟରେ ପଡ଼ିଗଲେ, ବିଜୁ ଜନତା ଦଳ ପକାଇଦେଲା। ନାଇଁ ଅକଟରେ ତ ନିଶ୍ଚିତ ଭାବରେ ପକାଇଲା। ଯେଉଁମାନେ ବାଧ୍ୟ ଦରମା ବୃଦ୍ଧି ପାଇଁ ବାଧ୍ୟ କଲେ ସେମାନେ ବି ୟୁ ଟର୍ନ ନେଲେ। ନବୀନ ବାବୁ କହିଲେ ମୁଁ ଦରମା ନେବିନି। ନବୀନ ବାବୁ କ'ଣ ପଇସା ଦରକାର? ସେ ତ 5-10 ହଜାର କୋଟିର ମାଲିକ ହେଇଥିଲେ, ତାଙ୍କୁ ଦରମା ଦରକାର, ସେ ତ ଫ୍ରି କରିବା। ମୋତେ ଦରମା ଦରକାର, ବଢ଼ିବା ଦରକାର। ମୁଁ ସେଟା ବଢ଼ିବା ଦରକାର, ସେଇଟା ବିଧାନସଭା ନିଷ୍ପତ୍ତି। କିନ୍ତୁ ମୁଁ କହୁନାହିଁ ଯେ ମୋ ଦରମା ବଢ଼। କିନ୍ତୁ ଏଇଟା ସତ୍ୟ କଥା ଗୋଟେ କହୁଛି, ସଚ୍ଚୋଟତାର ସହିତ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ଯଦି ସଚ୍ଚୋଟତାର ସହିତ ବଞ୍ଚିବାର ଅଧିକାର ଅଛି ତାହେଲେ ଅର୍ଥର ଆବଶ୍ୟକତା ଅଛି। ଆମେ ଇଲିଗାଲ ୱେରେ ଅର୍ଥ ନେଇକରି ଲୋକଙ୍କୁ ଦେବୁ, କ'ଣ କରିବୁ କ'ଣ ନାହିଁ, ଯାହା କଲେ ବି ତ କରିବୁ। ଯାହା କଲେ ବି 3.5 ଲକ୍ଷ ଟଙ୍କା ଆପଣଙ୍କର ଫୁଟବଲ ମ୍ୟାଚ୍ ଯେତେଟା ହେଉଛି ଆମ ଅଞ୍ଚଳରେ, ସେତିକି ଫୁଟବଲ ମ୍ୟାଚ୍ ଯଦି ଟଙ୍କା କିଛି ଦେଲୁ ବୋଲେ ବି ଏଇ 3.5 ଲକ୍ଷ ଟଙ୍କା ପର୍ଯ୍ୟାପ୍ତ ନୁହେଁ। କିନ୍ତୁ ଆମ ନାଁରେ ରିଏକ୍ସନ୍ ହେଲା। ମୁଁ ଗୋଟେ କଥାରେ କହିଥିଲି ଯେ ଆମ ଘରକୁ ଯେତେ ଲୋକ ଆସୁଛନ୍ତି କମ୍ ସେ କମ୍ ଗୋଟିଏ କପ୍ ଚା ଯଦି ମୁଁ ଦେବି ତାହେଲେ ତାର ଖର୍ଚ୍ଚ ମାସିକ 1,00,000 ଟଙ୍କା ହେବ, ମାସିକ କହିଦେବି। ଏବଂ ଜୟନାରାୟଣ ମିଶ୍ର 1,00,000 ଟଙ୍କାର ଚା ପିଅନ୍ତି ବୋଲି ଆପଣମାନେ ପାଆନ୍ତି। ମୁଁ କ'ଣ କରିପାରିବି? ଆପଣମାନଙ୍କର ହାତରେ ମାସ୍ ମିଡ଼ିଆ ଥିବାରୁ ଆପଣ ଯାହାକୁ ଯାହା ଚିତ୍ରଣ କରିଦେଇପାରିଲେ। କିନ୍ତୁ ସାର୍ ବର୍ତ୍ତମାନ କହୁଛି ଏଇ ସେସନ୍ ବଜେଟ୍ ସେସନ୍ ଯେହେତୁ ସେ କହୁଛନ୍ତି ଆପଣ କ'ଣ ନିଷ୍ପତ୍ତି ନେବେ, ଆପଣ ସରକାର ନିଷ୍ପତ୍ତି ନେଇପାରୁନାହାନ୍ତି। ସେ କହୁଛନ୍ତି ସରକାର କ'ଣ ନିଷ୍ପତ୍ତି ନେବେ ସେଟା ତ ମୁଁ କହିପାରିବିନି ନା। ସରକାର ଯାହା ନିଷ୍ପତ୍ତି ନେବେ, ଆମେ ସରକାରୀ ବିଧାୟକ ହେଇଥିବାରୁ ଆମେ ତାକୁ ସମର୍ଥନ କରିବୁ। ଆଉ ଆମର ପାଖରେ କିଛି ଚାରା ନାହିଁ। ଯଦି ଦରମା ବଢ଼ିବା କଥା କହିବ ପବ୍ଲିକରେ, ଆପଣ ଆମକୁ ଚିତ୍ରଣ କରିବେ ଆମେ ପଇସା ଲୋଭି ବୋଲି, ଆଉ ଯଦି କମ୍ ପଇସା ହେଲେ ଚଳିବ ବୋଲି କହିବୁ, ସେଟା କ୍ଷେତ୍ରରେ ବିଧାୟକମାନେ ଆମକୁ ମାଡ଼ି ବସୁଛୁ। କ'ଣ ହେବ ଏଇ ନିଷ୍ପତ୍ତିଟା ମୁଁ କହିପାରିବିନି। ଆଉ ଅନ୍ୟାନ୍ୟ ରାଜ୍ୟର ସେମାନେ ତରିକାମାନେ ଦେଖୁଛନ୍ତି। ଆମ ରାଜ୍ୟରୁ ଆହୁରି 5ଟା ରାଜ୍ୟର ଦରମା ବେଶୀ ଥିଲା, କିନ୍ତୁ ଆପଣମାନେ ଲେଖିଲେ ଯେ ଭାରତବର୍ଷରେ ଆମେ ସବୁଥିରୁ ଅଧିକ ଟଙ୍କା ଆମେ ନେଉଛୁ। କିନ୍ତୁ ଦିଲ୍ଲୀ ଆମଠୁ ଅଧିକା, ଗୋଆ ଆମଠୁ ଅଧିକା ନେଉଛି, ଅନେକ ରାଜ୍ୟ ଆମଠୁ ଅଧିକା ନେଉଥିଲେ ସେଇ ଯେଉଁ ବ୍ୟବସ୍ଥା। ତ ଆପଣମାନେ ଲେଖିଲେ ଯେ ଆମେ ଭାରତର ସବୁଥିରୁ ଅଧିକ। ଏ ଭୁଲ ତଥ୍ୟକୁ
ଅନ୍ୟମାନେ କାଉଣ୍ଟର କରିବା କଥା କିନ୍ତୁ କେହି କଲେ ନାହିଁ ଆଉ ଫଳରେ ଏସବୁ ସମସ୍ୟା ସୃଷ୍ଟି ହେଲା। ଜନ ଆକ୍ରୋଶ ବି ଦେଖାଗଲା। ଜନ ଆକ୍ରୋଶ କିଛି ସାର୍ ବିଭିନ୍ନ ସଂଗଠନ ରାସ୍ତା ରାସ୍ତାକୁ ତ ଓହ୍ଲେଇବେ। ଅନେକ କ'ଣ ଲୋକଟେ ଜାଣୁନାହିଁ ତାର ରୋଗ ହେଲେ ବେମାର ହେଲେ କାହାଠୁ ସେ ପଇସା ନେଉଛି ସେ କ'ଣ ଜାଣୁନାହିଁ। ସେମାନେ କିଛି କହିନାହାନ୍ତି। ସାଧାରଣ ଜନତାର କୌଣସି ପ୍ରତିକ୍ରିୟା ନାହିଁ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।